ବାଲେଶ୍ୱର ସହରର ପ୍ରଥମ ପର୍ଯ୍ୟାୟ ଗଣେଶ ମେଢ଼ ଭସାଣି ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଯୁବକ ଜଣକ ହେଲେ ସହରର ଆଜିମାବାଦ ଅଞ୍ଚଳର ପରାଞ୍ଜୟ ଦାସ। ଦି ଗେମ୍ ଚେଞ୍ଜର କ୍ଲବ ମେଢ଼ ସହିତ ଯୁବକ ଜଣକ ଭସାଣି ପାଇଁ ବାଲିଘାଟ ଯାଉଥିଲେ। କଂଗ୍ରେସ ଅଫିସ ଗଳି ନିକଟରେ ପୂର୍ବରୁ ଛପି ରହିଥିବା କିଛି ଦୁର୍ବୃତ୍ତ ତାଙ୍କ ଉପରେ ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ପରାଞ୍ଜୟକୁ କ୍ଲବର ଅନ୍ୟ ସଦସ୍ୟମାନେ ଉଦ୍ଧାର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। যাଉଛୁ କି